दर्शक बंधु पुरुषଙ୍କର अंग देखि से केउं लक्षणर होइଥାଏ ତାହା ଜଣା ପଡ଼ିଥାଏ। ସେ ଧନୀ ହୁଏ କି ଭାଗ୍ୟବାନ ହୁଏ କି ଗରିବ ହୁଏ ତା ବିଷୟରେ ମୁଁ କହିବାକୁ ଯାଉଛି। ମନ ଦେଇ ଦେଖନ୍ତୁ ଏବଂ ଟିକେ ଲାଇକ୍ କରିବେ, ଭିଡ଼ିଓକୁ ସବସ୍କ୍ରାଇବ୍ ମଧ୍ୟ କରିବେ। ଯେଉଁ ପୁରୁଷର ମସ୍ତକ ବଡ଼ ସେ ବୁଦ୍ଧିମାନ ଓ ପୂଜନୀୟ ହୋଇଥାନ୍ତି। ଯେଉଁ ପୁରୁଷର ବାହୁ ହୃଦୟ ବିଶାଳ ଅର୍ଥାତ୍ ବଡ଼ ଲମ୍ବା ସେହି ନର ଶ୍ରେଷ୍ଠ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ଲଲାଟ ଓ ଛାତି ବଡ଼ ଓ ଚଉଡ଼ା ଏବଂ ନାଭି ଗଭୀର ସେ ଆଜୀବନ ସୁଖ ଭୋଗ କରେ। ଯେଉଁ ପୁରୁଷ କଣା ବା ଏକଚକ୍ଷୁ ସେହି ବ୍ୟକ୍ତିର 100 ଗୁଣ ରହିଥାଏ। ଯେଉଁ ପୁରୁଷର କପାଳ ବକ୍ଷ ପାଦତଳ ବିସ୍ତୀର୍ଣ୍ଣ ଅର୍ଥାତ୍ ବଡ଼ ସେ ଧନ ଜନ ଗୋପ ଓ ଲକ୍ଷ୍ମୀର ଅଧିକାରୀ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ଗ୍ରୀବା ବା ବେକ ଦୃଢ଼ ସିଏ ମହାବଳିଷ୍ଠ ହୋଇଥାନ୍ତି। ଯେଉଁ ପୁରୁଷର ଦାନ୍ତ ଓ କେଶ ଚିକ୍କଣ ସେ ନିଶ୍ଚୟ ଭାଗ୍ୟବାନ ହୋଇଥାନ୍ତି। ଯେଉଁ ପୁରୁଷର ଦେହର ଚର୍ମ ସିଗ୍ଧ ସେ ବହୁ ଭୋଗଶାଳୀ ହୋଇ ରହିଥାନ୍ତି। ଯେଉଁ ପୁରୁଷର ବେକ ପିଠି ଓ ଜଙ୍ଘ କ୍ଷୁଦ୍ର ଅର୍ଥାତ୍ ଛୋଟ ସେମାନେ ସୁଲକ୍ଷଣଯୁକ୍ତ ଅଟନ୍ତି। ଯେଉଁ ପୁରୁଷର ଅଧର ପକ୍ୱବିମ୍ବ ଭଳି ଓ ଅବକ୍ର ସେ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି। ଯେଉଁ ପୁରୁଷ କୁଜା ସେମାନଙ୍କ ଅତ୍ୟଧିକ ଦୋଷ ଥାଏ ଯାହାକି ଗଣାଯାଇ ପାରିବ ନାହିଁ। ଯେଉଁ ପୁରୁଷଙ୍କର କଣ୍ଠ ହରିଣ କଣ୍ଠ ଭଳି କୃଶ ଅର୍ଥାତ୍ ପତଳା ସେ ସର୍ବଶାସ୍ତ୍ରରେ ପାରଦର୍ଶିତା ଲାଭ କରନ୍ତି। ଯେଉଁ ପୁରୁଷଙ୍କର କପାଳ ବଡ଼ ଉଚ୍ଚ ଓ ଶଙ୍ଖାକାର ହୋଇଥାଏ ସେହି ବ୍ୟକ୍ତି ନିଶ୍ଚୟ ଧନୀ ଓ ଭାଗ୍ୟବାନ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ଉଚ୍ଚଦନ୍ତ ସେହି ବ୍ୟକ୍ତି ପ୍ରାୟତଃ ମୂର୍ଖ ହୁଅନ୍ତି ନାହିଁ। ଯେଉଁ ପୁରୁଷର ସର୍ବାଙ୍ଗ ସ୍ନିଗ୍ଧ ସେ ବିପୁଳ ଧନବାନ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ପ୍ରତି ଲୋମକୂପରେ 2 ଗୋଟି ଲୋମ ଥାଏ ସେହି ବ୍ୟକ୍ତି ବୁଦ୍ଧିମାନ ତଥା ରାଜାଧିରାଜ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ଚକ୍ଷୁ ପାଦତଳ କରତଳ ତାକୁ ଅଧର ଓଷ୍ଠ ଜିହ୍ୱା ରକ୍ତବର୍ଣ୍ଣ ହୋଇଥାଏ ସେମାନେ ସୁଖୀ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ଚିବୁକ ବା ଓଷ୍ଠ ସ୍ଥୂଳ ସେ ବ୍ୟକ୍ତି ଧନବାନ ହୋଇଥାନ୍ତି। ଯେଉଁ ପୁରୁଷ ବାମନ ଅର୍ଥାତ୍ 3-4 ଫୁଟ ଉଚ୍ଚତା ତାଙ୍କର 60 ପ୍ରକାର ଦୋଷ ରହିଥାଏ। ଯେଉଁ ପୁରୁଷର କଣ୍ଠ ଲମ୍ବମାନ ସେ ବ୍ୟକ୍ତି ଭିକ୍ଷୁକ ହୁଅନ୍ତି। ଯେଉଁ ପୁରୁଷର ବଡ଼ ମସ୍ତକ ବଡ଼ ଆଖି ଲମ୍ବା ନାସିକା ଲମ୍ବା କାନ ଆଜାନୁଲମ୍ବିତ ବାହୁ ଓ ବଡ଼ ପାଦ ଥିବା ବ୍ୟକ୍ତି ସେ ମହାପୁରୁଷ ହୋଇଥାନ୍ତି। ଲୋମଶ ଅର୍ଥାତ୍ ଯାହା ଦେହରେ ବେଶୀ ଲୋମ ଥାଏ ସେ ସୁଖୀ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ଉଦର ବଡ଼ ପେଟ ବଡ଼ ସେ ଭୋଗୀ ରୋଗୀ ଏବଂ ଧନୀ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ପ୍ରତି ଲୋମକୂପରେ 3 ଗୋଟି କିମ୍ବା ତା ଅପେକ୍ଷା ଅଧିକ ଲୋମକୂପ ଥାଏ ସେହି ବ୍ୟକ୍ତି ଧନହୀନ ଦୁଃଖୀ ଓ ନିନ୍ଦିତ ହୋଇଥାନ୍ତି। ଯେଉଁ ପୁରୁଷର ଅଧର ସୂକ୍ଷ୍ମ ସେ ବ୍ୟକ୍ତି ନିର୍ଧନ ହୋଇଥାନ୍ତି। ଯେଉଁ ପୁରୁଷର କପାଳ ଛାତି ମୁଖ ଏହି 3 ଗୋଟି ଅଙ୍ଗ ସୁବିଶାଳ ଅର୍ଥାତ୍ ବଡ଼ ସେ ଶୁଭକାରକ ଅଟନ୍ତି। ଯେଉଁ ପୁରୁଷର ବକ୍ଷସ୍ଥଳ ଅର୍ଥାତ୍ ଛାତି ବିଶାଳ ବା ଚଉଡ଼ା ସେହି ବ୍ୟକ୍ତି ଧନବାନ ଓ ବୀର ହୋଇଥାନ୍ତି। ଯେଉଁ ପୁରୁଷଙ୍କର କଟିଦେଶ ଅର୍ଥାତ୍ ଅଣ୍ଟା ବିଶାଳ ସେହି ବ୍ୟକ୍ତି ବହୁ ପତ୍ନୀ ଓ ଅନେକ ସନ୍ତାନ ଜନ୍ମ ହୁଅନ୍ତି। ଯେଉଁ ପୁରୁଷର କର ତାଳୁ ଅଧର ନଖ ନୟନ ପାଦ ଜିହ୍ୱା ଏହି 8ଟି ଅଙ୍ଗ ରକ୍ତବର୍ଣ୍ଣ ସେହି ପୁରୁଷ ଜଣକ ସୁଲକ୍ଷଣଯୁକ୍ତ ଅର୍ଥାତ୍ ଭାଗ୍ୟବାନ ହୁଅନ୍ତି। ଯେଉଁ ପୁରୁଷର ପ୍ରଥମ ବୟସରେ ଅତ୍ୟନ୍ତ ମେଧାବୀ କୀର୍ତ୍ତିମାନ ପରାକ୍ରମଶାଳୀ ଓ ସୁଖୀ ହୁଏ ସେ ଅଳ୍ପ ଜିଦଖୋର ହୋଇଥାନ୍ତି। ଯେଉଁ ପୁରୁଷର ସର୍ବାଙ୍ଗ ଚିକ୍କଣ ବା ମସୃଣ ସେହି ବ୍ୟକ୍ତି ବିପୁଳ ଧନବାନ ହୁଅନ୍ତି। ଯେଉଁ ପୁରୁଷର ଚକ୍ଷୁ କାଖ ଦାନ୍ତ ନାକ ମୁଖ ଓ ବେକଶଣ୍ଡା ଏହି 6ଟି ସ୍ଥାନ ଉନ୍ନତ ଅର୍ଥାତ୍ ଉଚ୍ଚ ସେହି ବ୍ୟକ୍ତି ମଙ୍ଗଳଦାୟକ ଅଟନ୍ତି ଓ ଭାଗ୍ୟଶାଳୀ ହୋଇଥାନ୍ତି। ଦର୍ଶକ ବନ୍ଧୁ
ଆଜି ମୁଁ ପୁରୁଷଙ୍କର ଲକ୍ଷଣ ବିଷୟରେ କେତୋଟି କହିଲି। ଆରଥରକୁ ଭିଡ଼ିଓରେ ଆହୁରି ଅନେକ ଲକ୍ଷଣ ପୁରୁଷଙ୍କର ନେଇ ଆସିବେ। ସେଥିପାଇଁ ରହୁଛି ଜୟ ଜଗନ୍ନାଥ।